ଦେଖନ୍ତୁ ଆମେ ଏଇ ଜହରା ବଞ୍ଚା ସଂଘର୍ଷ ସମିତି ତରଫରୁ ଆଜିର ଏଇ ସାମ୍ବାଦିକ ସମ୍ମିଳନୀ ଡାକିଛୁ। ମୁଁ ଜହରା ବଞ୍ଚା ସଂଘର୍ଷ ସମିତି ସଭାପତି ଅଛି, ଆମର ଗିରିନ ବାବୁ ଅଛନ୍ତି ଉପସଭାପତି ଏବଂ ଚିନ୍ମୟ ଷଡ଼ଙ୍ଗୀ ଅଛନ୍ତି ଆମର ସଭ୍ୟ। ଆମେ ଏଇ ଡାକିବାର କାରଣ ହେଉଛି ଯେ ପ୍ରକୃତରେ ଜହରାର ଉପକୂଳରେ ଯେଉଁ ଅଞ୍ଚଳ ଅଛନ୍ତି ଏବଂ ଜହରା ଯେଉଁ ବୁଝାମଣା ଛତିଶଗଡ଼ ସହିତ ରହିଛି ତାର ସମ୍ପର୍କରେ ଗୋଟେ ସମ୍ୟକ ସୂଚନା ଦେବାର ଆମର ଚେଷ୍ଟା ହେଉଛି। ଅଧିକାଂଶ ଲୋକ ଜାଣିନାହାନ୍ତି, ରାଜନେତା ବି ଜାଣିନାହାନ୍ତି ଯେ ପ୍ରକୃତରେ ଜହରା ନଦୀ କ'ଣ ଏବଂ ଜହରା ନଦୀ କେଉଁଠି ଅଧିକାଂଶ ଲୋକ ଜାଣିନାହାନ୍ତି। ତେଣୁ এই ଚୁକ୍ତିନାମା ସମ୍ପର୍କରେ ଆମେ କହିବାକୁ ଚାହୁଁଛୁ। ଦେଖନ୍ତୁ ଆମର ବର୍ତ୍ତମାନ ସରକାରଙ୍କ 1975 ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ନନ୍ଦିନୀ ଶତପଥୀ ଆମର ମୁଖ୍ୟମନ୍ତ୍ରୀ ଥିବା ଅମଳରେ ମଧ୍ୟପ୍ରଦେଶ ସରକାର ସହିତ ଗୋଟେ ଚୁକ୍ତିନାମା ହେଇଥିଲା ଏବଂ ସେ ଚୁକ୍ତିନାମା ଅନୁସାରେ ଇନ୍ଦ୍ରାବତୀ ଯେଉଁ ନଦୀଟି ଜଳ ଆସୁଛି 45 TMC ପ୍ରତିଦିନ ଜଳ ଛାଡ଼ିବା ପାଇଁ ତତ୍କାଳୀନ ସରକାର ସହିତ ବୁଝାମଣା ହେଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଯେହେତୁ ଇନ୍ଦ୍ରାବତୀ ନଦୀରେ ପାଣି ଶୁଖିଗଲା ଏବଂ ପାଣି ଯେତେବେଳେ ଅସୁବିଧା ହେଇଗଲା, ଜହରା ନଦୀର ଉପକୂଳରେ ରହୁଥିବା ପ୍ରାୟ 7ଟି ପଞ୍ଚାୟତ ଆମର ଅଛି, 7ଟି ପଞ୍ଚାୟତ ଲୋକ ସମସ୍ତେ ପାଣି ପାଇଁ ବହୁତ ପ୍ରକାର ଅସୁବିଧାର ସମ୍ମୁଖୀନ ହେଲେ ଏବଂ ପରବର୍ତ୍ତୀ ସମୟରେ ଆମର ଜହରା ପଞ୍ଚାୟତ ସଂଘ ସମିତି ତିଆରି କରାଗଲା ଏବଂ ଛତିଶଗଡ଼ ଯେଉଁ କହି ଆସୁଥିଲା ଜହରା ଗୋଟେ ନାଳ ଏବଂ ନାଳ କରିକି ପାଣି ନେଇଯାଉଛନ୍ତି, ଏହାକୁ ପ୍ରତିବାଦ କରି ଆମେ ସେତେବେଳେ କରିଥିଲୁ ଯେ ଜହରା ହେଉଛି ପ୍ରକୃତରେ ଇନ୍ଦ୍ରାବତୀ ନଦୀର ଶାଖା ନଦୀ ଏବଂ ଏଇଟା କୌଣସି ନାଳ ନୁହଁ। ଏ ସମ୍ପର୍କରେ ଆମେ ସେତେବେଳେ ସେଣ୍ଟ୍ରାଲ ୱାଟର କମିଶନକୁ ଆମେ ଅଭିଯୋଗ କରିଥିଲୁ ଏବଂ ଆନ୍ଦୋଳନ କରିଥିଲୁ। ପରବର୍ତ୍ତୀ ସମୟରେ 2003 ମସିହାରେ ସେଣ୍ଟ୍ରାଲ ୱାଟର କମିଶନ ଆସିଲେ ଏବଂ ଦେଖିଲେ, ସ୍ଥିତି ପରଖିଲେ ଏବଂ ସେ ଦେଖିଲେ ଯେ ପ୍ରକୃତରେ ଏଇଟା ହେଉଛି ଜହରା ହେଉଛି ଗୋଟେ ନଦୀ, ନାଳ ନୁହଁ, ସ୍ପଷ୍ଟୀକରଣ ଦେଇସାରିଛନ୍ତି। ଏବଂ ସେ କହିଲେ ଯେ ଯେହେତୁ ଇନ୍ଦ୍ରାବତୀ ନଦୀର ପାଣି ଓଡ଼ିଶାରୁ ଆସୁଛି ଏବଂ ଓଡ଼ିଶାବାସୀ ମଧ୍ୟ ଜଳ ପାଇବାର ହକ୍ ଅଛି, ତେଣୁ এই ଯେଉଁ ଜଳ ଉପଲବ୍ଧ ଜଳର 50-50 ଭାଗ ଓଡ଼ିଶା ଏବଂ ଛତିଶଗଡ଼ ଭିତରେ କରାଯାଉ ବୋଲି ସେ ଚୁକ୍ତିନାମା ଗୋଟେ କଲେ ଏବଂ ସେ ଚୁକ୍ତିନାମା ଅନୁସାରେ 2003 ମସିହାରୁ ଆମେ 2023 ମସିହା ପର୍ଯ୍ୟନ୍ତ ଆମେ ସେ ଜଳ ପାଇ ଆସୁଥିଲୁ ଏବଂ କୌଣସି ପ୍ରକାର ଅସୁବିଧା ହେଉନଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଏବେ ବର୍ତ୍ତମାନ ଏଇ ବର୍ଷ ଆମେ ଦେଖିଲୁ ଯେ ଆମର ଏଇ ଯେଉଁ ଜହରା ନଦୀରେ ବର୍ତ୍ତମାନ ପୁଣି ଥରେ ବାଲି ବସ୍ତା ପକେଇକିରି ଛତିଶଗଡ଼କୁ ପାଣି ଦେବା ପାଇଁ ବର୍ତ୍ତମାନ ପ୍ରୟାସ ଆରମ୍ଭ କରାଯାଇଛି। ଆମେ ଯେତେବେଳେ ସ୍ଥିତି ଯାଇକି କରିଥିଲୁ ଏବଂ ଦେଖିଲୁ ଯେ ସବୁଠୁ ଦୁର୍ଭାଗ୍ୟର କଥା ହେଉଛି ଇନ୍ଦ୍ରାବତୀ ଯେଉଁ ଇରିଗେସନ୍ ଡିପାର୍ଟମେଣ୍ଟ ରହିଛି ତା ଜରିଆରେ ଆମ ରାଜ୍ୟ ସରକାର ଛତିଶଗଡ଼କୁ ପାଣି ଦେବା ପାଇଁ ବୋଲି ସେମାନେ ଜହରା ମୁହାଣରେ ବର୍ତ୍ତମାନ ବାଲି ବସ୍ତା ପକାଇ ଷ୍ଟ୍ରକ୍ଚର ତିଆରି କରୁଛନ୍ତି, ଯଦ୍ୱାରା ଆମର ଯେଉଁ 7ଟା ପଞ୍ଚାୟତ ରହିଛି ଏ 7ଟା ପଞ୍ଚାୟତର ପ୍ରାୟ 50,000 ଜନସାଧାରଣ ଅଛନ୍ତି, ସେମାନେ ପିଇବା ପାଇଁ ଜଳର ସମସ୍ୟା ଏବଂ ଗାଧୋଇବା ପାଇଁ, ଶୌଚ ହେବା ପାଇଁ, ତା ସହିତ ଆପଣଙ୍କର ପନିପରିବା ଚାଷ କରିବା ପାଇଁ, ଧାନ ଫସଲ ଚାଷ କରିବା ପାଇଁ, ମକା ଚାଷ, ଆଖୁ ଚାଷ କରିବା ପାଇଁ ଯେଉଁ ପାଣିର ଆବଶ୍ୟକତା ରହିଛି, ଲିଫ୍ଟ ଇରିଗେସନ୍ ବ୍ୟବସ୍ଥା ସେଠି ଯେହେତୁ ଅଛି, ପାଣି ଯଦି ନ ମିଳିବ ତାହେଲେ ସବୁ ଧାନ ବର୍ତ୍ତମାନ ମରୁଡ଼ି ପରିସ୍ଥିତି ସୃଷ୍ଟି ହେଇଗଲାଣି ଏବଂ ଧାନ ସବୁ ବର୍ତ୍ତମାନ ହଳଦିଆ ହେଇଗଲାଣି ଏବଂ ସେଠି ଯେଉଁ ମଟର ଲାଗିଥିଲା ବର୍ତ୍ତମାନ 14ରୁ 15ଟା ମଟର ବର୍ତ୍ତମାନ ପ୍ରଥମ ପର୍ଯ୍ୟାୟରେ ସବୁ ପୋଡ଼ିଯାଇଛି। ବର୍ତ୍ତମାନ 400ରୁ ଉର୍ଦ୍ଧ୍ୱ ମଟର ସେଠି ବର୍ତ୍ତମାନ କାମ କରୁଛି LI ପଏଣ୍ଟରେ, ରାଜ୍ୟ ସରକାର ବି ତାକୁ ପ୍ରଦାନ କରିଛନ୍ତି। ତେଣୁ ଏସବୁ ଅବ୍ୟବସ୍ଥାକୁ ନେଇକରି ଆମେ ଯେତେବେଳେ ପ୍ରତିବାଦ କଲୁ, ପ୍ରତିବାଦ କରିବା ପରେ ପ୍ରଥମ କରି ଆମେ ଦେଖିଲୁ ଯେ ଲୋକଙ୍କର ସମସ୍ୟାକୁ ବର୍ତ୍ତମାନ ରାଜ୍ୟ ସରକାର ଉପଲବ୍ଧି କରୁନାହାନ୍ତି। ତେଣୁ ଆମେ ଅନୁରୋଧ କରୁଛୁ ଯେ ନିବେଦନ କରୁଛୁ ଜହରା ବଞ୍ଚା ସଂଘର୍ଷ ସମିତି ତରଫରୁ ରାଜନୈତିକ ମତଭେଦ ଛାଡ଼ି ସମସ୍ତେ ଓଡ଼ିଶାର କୃଷକମାନଙ୍କର ଏଇ ଯେଉଁ ଅସୁବିଧା ପାଇଁ ସମସ୍ତେ ଠିଆ ହୁଅନ୍ତୁ ଏବଂ ଏ ସ୍ୱାର୍ଥ ପାଇଁ ଲଢ଼େଇ କରନ୍ତୁ। ଏଇଟା କୌଣସି ରାଜନୈତିକ ଲଢ଼େଇ ନ କରାଯାଉ, ଏଇଟା ହେଉଛି ଓଡ଼ିଶାର ସ୍ୱାର୍ଥ ପାଇଁ ଲଢ଼େଇ। ଆମେ ସମସ୍ତେ ମାଟି ପାଇଁ ଲଢ଼େଇ କରିବା ଏବଂ ଆମେ କୌଣସି ପାର୍ଟି ପାଇଁ ଲଢ଼େଇ କରିବା ନାହିଁ। ତେଣୁ ଆମର ଜହରା ବଞ୍ଚା ସଂଘର୍ଷ ସମିତିର ଆମର ଯେଉଁ ଆହ୍ୱାନ ଅଛି, ଗତ ଦିନରେ ମଧ୍ୟ ବିଜୁ ଜନତା ଦଳ ତରଫରୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସେ ଗୋଟେ ପ୍ରତିନିଧି ଦଳ ପଠାଇଥିଲେ ଏବଂ ଆମେ ଗତକାଲି ସେଠି ଚାଷୀମାନେ ଆଡ଼ି ମଧ୍ୟ ସବୁ ଭାଙ୍ଗି ଦେଇଛନ୍ତି ଏବଂ ବିଜୁ ଜନତା ଦଳ କର୍ମୀ ମଧ୍ୟ ଭାଙ୍ଗି ଦେଇଛନ୍ତି। ତେଣୁ ଆଗାମୀ ଦିନରେ ମଧ୍ୟ ଯଦି ଜହରା ବଞ୍ଚା ସଂଘର୍ଷ ସମିତିର ଦାବିକୁ ସରକାର ରାଜ୍ୟ ସରକାର ନ ମାନିବେ ତାହେଲେ ନିଶ୍ଚିତ ଭାବରେ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ। ବାଲି ବସ୍ତା ପକାଇବାର 15 ଦିନ ବର୍ତ୍ତମାନ ବିତିଗଲାଣି, ବାଲି ବସ୍ତା ପକାଇ 15 ଦିନ ହେଇଗଲାଣି ଏବଂ ଯେଉଁଦ୍ୱାରା 15 ଦିନରେ ଜଳ ସଂକଟ একদম পুরা সংকটাপন্ন ହେଇଯାଇଛି ଆମ 17 ଜଣ ପଞ୍ଚାୟତରେ। ଆମେ ମୁଖ୍ୟମନ୍ତ୍ରୀଙ୍କୁ ଟ୍ୱିଟ୍ କରି ଜଣେଇଛୁ, ମୁଖ୍ୟମନ୍ତ୍ରୀଙ୍କୁ ଆମେ ଜଣେଇଛୁ କାଲି ପରେ ବର୍ତ୍ତମାନ ଯେଉଁ ହେଇଛି ବର୍ତ୍ତମାନ ଆଜିର ସ୍ଥିତି ଯାହା ଅଛି ଆମେ ଚାହୁଁଛୁ ଯେ ନିଶ୍ଚିତ ଭାବରେ ଓଡ଼ିଶା ସରକାର ଚେତିବେ ଏବଂ ଆମ ଓଡ଼ିଶା ଲୋକଙ୍କୁ ନିଶ୍ଚିତ ସ୍ୱାର୍ଥକୁ ସେମାନେ ସୁରକ୍ଷା ଦେବେ। ଯାହା ସେ କାଲି ଯେଉଁ କହୁଥିଲେ ଇନ୍ଦ୍ରାବତୀ ଇରିଗେସନ୍ ଡିପାର୍ଟମେଣ୍ଟ ଯନ୍ତ୍ରୀ କହୁଥିଲେ, ଓଡ଼ିଶା ସରକାର ନିଷ୍ପତ୍ତି ଦେଇଛନ୍ତି, ତାଙ୍କର ଯେଉଁ ମୁଖ୍ୟ ଅଛନ୍ତି ଯନ୍ତ୍ରୀ ସେ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ସେ ବାଲି ବସ୍ତା ପକେଇକି ପାଣିଟାକୁ ଅଟକେଇକି ଛତିଶଗଡ଼ ନେବା ପାଇଁ କହିଛନ୍ତି। ତେଣୁ ସେ ପକଉଛନ୍ତି ବୋଲି ସେ ଆମକୁ କହିଥିଲେ। ବର୍ତ୍ତମାନ ଆମେ ତ ଦେଇଛୁ ଅଲ୍ଟିମେଟମ୍,
अल्टीमेटम देइछु जदि प्रतिदिन जदि सेमाने को आमे अपेक्षा करछु जदि पानी अभाव होला आमे भागिबु निश्चित भाव में चाषी भागिबे पानी पानी व्यवस्था पक्का चलती काली तो बंद थिला सेमाने काली आ करि नाहंती किंतु जदि आज करियो लोक सेमाने पकेले निश्चित चाषी अनुत्तेजित हेबे सेमाने जेतु जलर आवश्यकता रहिछि जल न निश्चित भाव ताको बाहर करियो चाषी करबोनी चाषी माने जार आवश्यकता जल 6टा पंचायत लोक माने जे काढुछन